समस्त आत्मबंधु को मोर नमस्कार। आज आम सांगे चंद्रमणि मैडम अच्छा। आउ चंद्रमणि मैडम बहुत दिन रू आम सांगे जड़ित सबुदिन आम क्लास को आसुँच। आज चंद्रमणि मैडम आम मेडिटेशन क्लास करेंगे। सो समस्ते मिसिकी आम आज गोटे ताली मारिबा आउ तांको रिक्वेस्ट करिबा आज का सेशन से नेबे। चंद्रमणि मैडम आपको स्वागत अच्छी आसतु आज क्लास सर आपण नियंतु। प्रथमे समस्ते किछि किछि पानी पी नियो। तापरे सुखासन रे बसी जाओ। चाहे तले बस, सोफा ऊपर बस बा चेयर ऊपर बस। हाथ अंगुली को क्रॉस करी नियो। गोड़ को भी क्रॉस करी नियो। आराम से बसी जाओ। जेपरि आपन को सुविधा लागिवो, किछि कष्ट हबनी बसिबारे, सेहि परि भाबरे बसी जाओ। मोर तो किछि ध्यान करिवार अछि। प्रथमे आमर ब्रह्मश्री पितामह सुभाष पत्री जी को मो कोटि कोटि आत्मा वंदना, कोटि कोटि प्रणाम। तापर महावतार बाबा जी, सदानंद जोगी जी, प्रभु श्री जोगानंद जी, गौतम बुद्ध जी, महावीर जी, गुरु नानक जी, शिरडी साई बाबा, तिरुपति बालाजी, प्रभु श्री कृष्ण, प्रभु महादेव, सप्तर्षि मंडल, सर्व मातृशक्ति, सर्व पितृशक्ति, शरीर शरीर आत्मा सब आत्मा मान को मु आमंत्रण करुची। वन जंगल पशु पक्षी कीट पतंग सागर समुद्र नदी नाल पोखरी स्थल जीव जल जीव समस्त को मु आमंत्रण करुची। आसी मो सहित ध्यान रे बसी जाओ। ध्यान रे सहयोग कर। आखि को बंद कर दिया। तापरे मन पूरा फांका कर दियो। मुंडरे किछि कथा कौन सी घर परिवार कौन सी कथा मन को आना नहीं। मो गोटे पवित्र आत्मा। आमे समस्ते पवित्र आत्मा। एबे आमे ध्यान र यात्रा शुरू करिबा। नारायणं नमस्कृत्यं नर चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपा तमहं वन्दे परमानन्द हे माधव। निर्गम कल्पतरुर्गलितं फलं सुखमुखादमृतद्रव संयुतं पिबत भागवत रसमालयं मुहुरः रसिकाः भुवि भावुकाः। पत्रिजी आमे गोटे गोटे समस्ते पवित्र आत्मा। आत्मार कौनसी स्वरूप ही नहीं। आत्मा पवन स्वरूप हो पारे, कौन भी हो पारे, ताहा भी हमको जाना नहीं। आत्मा ही आत्मा। केवल आमर शरीरटी पंचभूत नहीं गढ़ा। कहीं भी आखि खोलिवे नहीं।
କେହି ବି ଆଖି ଖୋଲିବେ ନାହିଁ। ଶାନ୍ତ ଭାବରେ ବସିଯିବେ, ସମ୍ପୂର୍ଣ୍ଣ ରିଲାକ୍ସ। ଦେହ ଶରୀରକୁ ସମ୍ପୂର୍ଣ୍ଣ ଭାବରେ ଢିଲା ଛାଡ଼ିଦେବେ। କେବଳ ନିଶ୍ୱାସ ଆଉ ପ୍ରଶ୍ୱାସ ଉପରେ ଧ୍ୟାନ ଦେବେ। ଆମେ ଭିତରକୁ ନେଉଥିବା ନିଶ୍ୱାସ ଆଉ ବାହାରକୁ ଛାଡୁଥିବା ପ୍ରଶ୍ୱାସ ଉପରେ ଧ୍ୟାନ ଦେବେ। ସେହି ଆମର ଗୁରୁ, ଆମେ ହିଁ ସମସ୍ତେ ଏକ ଏକ ଆତ୍ମା, ସବୁ ଆତ୍ମା ହିଁ ଭଗବାନ। ଆମ ଅନ୍ତର ଭିତରେ ହିଁ ଭଗବାନଙ୍କ ବାସ। ଆମେ ନିଜ ଅନ୍ତରକୁ ଚିହ୍ନିବା ଦରକାର। ଅନ୍ତର ଭିତରେ ସକଳ ଘଟେ ନାରାୟଣ। ସେହିପରି ସବୁ ମଣିଷଙ୍କର, ସ୍ତ୍ରୀ ପୁରୁଷ ଛୋଟ ପିଲା ସବୁ ଜୀବଜନ୍ତୁ ବନ ପଶୁ ପକ୍ଷୀ ସମସ୍ତଙ୍କ ଦେହରେ ସେଇ ଗୋଟିଏ ଆତ୍ମା। ସେ ଆତ୍ମା ବି କୋଉଥିରେ ଗଢା ଆମେ ଜାଣିନାହୁଁ। ପବନ ସ୍ୱରୂପୀ। ସେ ପଞ୍ଚଭୂତରେ ଗଢା। ଆକାଶ, ପୃଥିବୀ, ବାୟୁ, ଜଳ, ଅଗ୍ନି ଏଇ ପଞ୍ଚଭୂତରେ ଆତ୍ମା ଗଢା। ଆମେ ଜନ୍ମରୁ ଆମେ, ଆମର ସାଥି ହଉଛି ସେଇ ଶ୍ୱାସ। ସେଇ ଶ୍ୱାସ ପ୍ରଶ୍ୱାସରେ ହିଁ ଆମ ଜୀବନ। ସେଇଠି ନଥିଲେ ବି କିଛି ନଥାନ୍ତା। ଶରୀରର ମୂଲ୍ୟ ବି କିଛି ନଥାନ୍ତା। ଆଉ ଶରୀର ନଥିଲେ ବି ଆତ୍ମା ହିଁ ନଥାନ୍ତା। ଶରୀର ଥିବାରୁ ହିଁ ଆତ୍ମା ସେଥିରେ ପ୍ରବେଶ କରିଛି। ଆମେ ଆତ୍ମାକୁ ଶରୀର ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଛୁ, ସଜେଇ ହଉଛୁ, ବିଭିନ୍ନ ପ୍ରକାର ଶରୀର ପାଇଁ ଆୟୋଜନ କରୁଛୁ, କିନ୍ତୁ ଆତ୍ମା ପାଇଁ ଆମେ କେବେ କିଛି କରିନାହୁଁ, କରିବି ନଥିଲୁ। ଏବେ ଆମେ ଆତ୍ମା ପାଇଁ ଯେମିତି ଶରୀର ପାଇଁ ଖାଦ୍ୟ ଦରକାର, ଆତ୍ମା ପାଇଁ ସେଇପରି ଭାବରେ ଧ୍ୟାନ ଦରକାର। ଧ୍ୟାନ ଦ୍ୱାରା ହିଁ ସବୁ ଆତ୍ମାକୁ ଶାନ୍ତି ମିଳିଥାଏ। 24 ଘଣ୍ଟା ଆମେ ନିଜ ପାଇଁ ଦଉଛୁ, ପରିବାର ପାଇଁ ଦଉଛୁ, ସମସ୍ତଙ୍କ ପାଇଁ ଦଉଛୁ, କିନ୍ତୁ ଆମ ନିଜ ପାଇଁ ଆମେ କିଛି ବି କରିନାହୁଁ। ଗୋଟିଏ ଘଣ୍ଟା ନିଜ ପାଇଁ ଆମେ ଦେବା। ଆତ୍ମାର ଶାନ୍ତିରେ ସର୍ବଶାନ୍ତି। ଆତ୍ମା ଆମର ଦେବାଳୟ, ଶରୀର ଆମର ଗୋଟେ ମନ୍ଦିର ସହିତ ସମାନ। ମନ୍ଦିରରେ ଯୋଉ ମୂର୍ତ୍ତି ଅଛନ୍ତି ତାହା ହଉଛି ଆତ୍ମା। ସେଇ ଆତ୍ମା ନଥିଲେ ହିଁ ମନ୍ଦିର ଶୂନ୍ୟ। ଆଉ ମନ୍ଦିର ନଥିଲେ ବି ଆତ୍ମାର ସ୍ଥିତି ବି ନଥାନ୍ତା। ଯା କୁନ୍ଦେନ୍ଦୁ ତୁଷାର ଧବଳା, ଯା ଶୁଭ୍ର ବସ୍ତ୍ରାଭୂତା, ଯା ବୀଣା ବରଦଣ୍ଡ ମଣ୍ଡିତ କରା, ଯା ଶ୍ଵେତ ପଦ୍ମାସନା, ଯା ବ୍ରହ୍ମଚୈତ୍ୟ ଶଙ୍କର ପ୍ରଭୃତି ବିଦୈବ ସଦା ବନ୍ଦିତା, ସା ମା ପାତୁ ସରସ୍ୱତୀ ନିଃଶେଷେ ଜାଡାପହା, ସରସ୍ୱତୀ ନମ ନିତ୍ୟ ଭଦ୍ର କାଳେ ନମୋ ନମଃ। ସରସ୍ୱତୀ ନମ ନିତ୍ୟ ଭଦ୍ର କାଳେ ନମୋ ନମଃ। ସରସ୍ୱତୀ ମହାଭାଗ୍ୟ ବିଦ୍ୟା କମଳ ଲୋଚନେ, ବିଦ୍ୟାଂ ରୂପେ ବିଶାଳାକ୍ଷୀ ବିଦ୍ୟାଂ ଦେହି ନମସ୍ତୁତେ। ଯଦକ୍ଷରଂ ପଦଭ୍ରଷ୍ଟଂ ମାତ୍ରାହୀନା ଚ ଯଦ୍ଭବେତ ତତ୍ସବ କ୍ଷମତା ଦେବୀ ପ୍ରସିଦ୍ଧ୍ୟ ପରମେଶ୍ୱରୀ। ଆୟଂ ଦେହି ଧନଂ ଦେହି ବିଦ୍ୟାଂ ଦେହି ମହେଶ୍ୱରୀ, ସମସ୍ତଂ ଅଖିଳଂ ଦେହି ଦେହି ମେ ପରମେଶ୍ୱରୀ। ଆତ୍ମା ହେଉଛି ଆମର ଦେବାଳୟ। ଆମେ ଯାହା ଯେତେ କଲେ ବି ଧ୍ୟାନ କରିବା ନିହାତି ଜରୁରୀ।
ଯେତେ ସମୟ ଆମେ ଚେଷ୍ଟା କରିବା କେବେ ବି ଫାଙ୍କାରେ ସମୟ ଛାଡ଼ିବା ନାହିଁ। ଆମେ ଧ୍ୟାନ ହିଁ କରିବା। ଧ୍ୟାନ କଲେ ମନ ଶାନ୍ତି ରହେ, ମନ ଶାନ୍ତ ରହେ, ଶରୀର ବି ସୁସ୍ଥ ରହେ। ମନ ଖୁସି ରହିଲେ, ଶାନ୍ତ ରହିଲେ ସମସ୍ତଙ୍କ ପ୍ରତି ଆମେ ଭଲ ବ୍ୟବହାର, ଭଲ କଥାବାର୍ତ୍ତା, ସମସ୍ତଙ୍କୁ ଆମେ ସମସ୍ତଙ୍କ ପ୍ରତି ଦୟା ଧର୍ମ ଭାବ ରଖିପାରିବା। ଆତ୍ମା ଶାନ୍ତି ନ ରହିଲେ ଆମେ ସବୁ ସମୟରେ ବିଚଳିତ ରହିବା, ଚିଡ଼ଚିଡ଼ାପଣ ରହିବ, ମନ ବି ଭଲ ରହିବ ନାହିଁ। ସେପାଇଁ ଆମେ ଆତ୍ମାର ଶାନ୍ତି ପାଇଁ, ଆତ୍ମାର ଭୋଜନ ପାଇଁ ଆମେ ଧ୍ୟାନ କରିବା। ଧ୍ୟାନ କଲେ ଆତ୍ମା ହିଁ ଶାନ୍ତି ପାଇବ। ଆଉ ଧ୍ୟାନ କଲା ପରେ ତ ଆତ୍ମା ମନ ଶାନ୍ତି ପାଏ, ଆତ୍ମା ଶାନ୍ତି ହୁଏ, ଶରୀର ବି ସୁସ୍ଥ ରହେ। ଆମେ ଭଗବାନଙ୍କ ନିକଟତର ହେଇଯାଉ। ଭଗବାନ ବି କେହି ତ ନାହାନ୍ତି, ଆମେ ତ ନିଜେ ହିଁ ନିଜକୁ ଭଗବାନ ବୋଲି ଭାବୁ। ତାପରେ ଲକ୍ଷେ ପୂଜା କଲେ ଗୋଟେ ଥର ସ୍ତୁତି ବୋଲିବା ସାଙ୍ଗରେ ସମାନ। ଲକ୍ଷେ ସ୍ତୁତି ବୋଲିବା ଗୋଟେ ଥର ମାଳା ଜପିବା ସାଙ୍ଗରେ ସମାନ। ଲକ୍ଷେ ଥର ମାଳା ଜପିବା ଗୋଟେ ଥର ଧ୍ୟାନ ସାଙ୍ଗରେ ସମାନ। ଗୋଟେ କରୋଡ଼ ଧ୍ୟାନ କଲେ ଆମେ ସମାଧି ପ୍ରାପ୍ତ ହେବା। ଆଉ ଏତେ ସୁନ୍ଦର ଭଲ ସୁଯୋଗ ମୁଁ ଛାଡ଼ିବା କଥା ନୁହେଁ ନା, ଛାଡ଼ିବି ନାହିଁ। ଆଉ ଯିଏ ବି ଶୁଣୁଛନ୍ତି ଆପଣ ମାନଙ୍କୁ ବି ରିକ୍ୱେଷ୍ଟ, କେବେ ବି କେହି କିଛି ଗତି ପଥ ନାହିଁ। ଧ୍ୟାନ ହିଁ ମୁକ୍ତିର ବାଟ, ଧ୍ୟାନ କଲେ ହିଁ ମୁକ୍ତି ମିଳେ। ଏତିକି ମୁଁ ଜାଣିଛି। ଆଉ କେବେ ଧ୍ୟାନ ଛାଡ଼ିବାର ନାହିଁ। ସେ ଯୋଉ ସ୍ୱର୍ଗୀୟ ସୁଖ, ସ୍ୱର୍ଗୀୟ ଆନନ୍ଦତା ଆଉ ବୋଧେ କୌଣସିଥିରୁ ମିଳିବନି। ଜୀବନଟା ତ କିଛି ହିଁ ନୁହେଁ, ଗୋଟେ ପାଣି ଫୋଟକା ପରି ଜୀବନ। ଧ୍ୟାନ ହିଁ ମୁକ୍ତିର ପଥ, ଧ୍ୟାନ ହିଁ ଶାନ୍ତିର ପଥ। ଧ୍ୟାନ ବିନା ଗତି ହିଁ ନାହିଁ। ଧ୍ୟାନ କଲେ ବି ରାଗ, ଲୋଭ, ମୋହ, ହିଂସା କିଛି ହିଁ ରହିବ ନାହିଁ। ମୁଁ ବି ସେଇଟା ଚାହୁଁଛି। ଦୟା ଧର୍ମ ଭାବ ସବୁ ମନକୁ ଆସିବ। ଆମେ ଯଦି ମଣିଷ ଜନ୍ମ ପାଇ କାହାକୁ ଶାନ୍ତି ନ ଦେଇ ପାରିଲେ ବି, ସେ ମଣିଷ ଜନ୍ମର ମୂଲ୍ୟ ହିଁ କିଛି ନାହିଁ। ସମସ୍ତଙ୍କୁ ଆମ ପାରୁ ପର୍ଯ୍ୟନ୍ତ ଶକ୍ତି ଯାହା ଥିବ, ପଇସାରେ ହଉ, ଖାଦ୍ୟ ପଦାର୍ଥ ଅନ୍ନରେ ହଉ, ବସ୍ତ୍ରରେ ହଉ, ନହେଲେ ଧ୍ୟାନ ଶିଖେଇବାରେ ବି ହଉ, ଆମେ ଆମ ସମୟକୁ ଉପଯୋଗ କରିବା। କାହାରି ମନରେ କେବେ ଦୁଃଖ ଦବା ନାହିଁ, କି କାହାକୁ କେବେ ଅଶାନ୍ତି କରିବା ନାହିଁ। ସମସ୍ତଙ୍କ ଶାନ୍ତି ଆଉ ମଙ୍ଗଳ ଆମେ କାମନା କରିବା। କୌଣସି ବିଦ୍ୱେଷ ଭାବ ମନରେ ଯେପରି ରହିବ ନାହିଁ। ଏତିକି କହି ମୋର ମୁଁ ବାଣୀରୁ ବିରାମ ନେଉଛି। ଗୋଟିଏ କଣ ନାକଠୁ ମାନେ ନାକରୁ ମାଥା ପର୍ଯ୍ୟନ୍ତ ଦୁଇ ଭୁଲ ତାର ମଝି ପର୍ଯ୍ୟନ୍ତ ଆତ୍ମାର ସ୍ଥାନ। ମୁଁ ଯାହା ଜାଣୁଛି, ଶରୀର ବୋଇଲେ ଶରୀରରେ କିଛି ନାହିଁ। ଏଇ ପଞ୍ଚଭୂତ ହାଡ଼ ନାଡ଼ ରକ୍ତ ମାଂସର ଶରୀର, କିଛି ନାହିଁ। ଆତ୍ମା ଏତିକିରେ ସୀମିତ। ନାକରୁ ମଥା ପର୍ଯ୍ୟନ୍ତ ନିଃଶ୍ୱାସ ଟା, ମଥା ମାନେ ଭ୍ରୁଲତାର ଦୁଇ ଭ୍ରୁଲତାର ମଝି ପର୍ଯ୍ୟନ୍ତ ନିଃଶ୍ୱାସ ପ୍ରଶ୍ୱାସ ଭିତରକୁ ଯାଉଛି ଆଉ ଆସୁଛି। ଧ୍ୟାନ କରିବା ମାନେ ତାରି ଉପରେ ଆମର ଧ୍ୟାନ ବିଚାର ଆସିଲେ ବି ଆପେ ଆପେ ଚାଲିଯିବ। ଏଇ ଧ୍ୟାନ ଆମକୁ ଗୌତମ ବୁଦ୍ଧ ଜୀ ଏଇ ଧ୍ୟାନ ଧ୍ୟାନ ଆନା ଅର୍ଥ ନିଃଶ୍ୱାସ ଭିତରକୁ ଯିବା
ଆପାନା ଅର୍ଥ ନିଶ୍ୱାସ ବାହାରକୁ ଆସିବା, ଶକ୍ତି ଅର୍ଥ ଦୁଇ ଜଣ ନିଶ୍ୱାସ ଆଉ ପ୍ରଶ୍ୱାସର ମିଳନ ହବା, ଦୁଇ ଜଣ ଯାକ ଯୋଡି ହେଇଯିବା। ସହଜ ସରଳ ସ୍ୱାଭାବିକ ଭାବରେ ଆମେ ନିଶ୍ୱାସ ପ୍ରଶ୍ୱାସ ନେବା, କୌଣସି ଜୋର ଜବରଦସ୍ତ ନାହିଁ। ଏହିପରି ଆମେ ଧ୍ୟାନ କରିବା। ଏଇ ଶରୀର କେବେ ବି କଣ ହବ ତାର କିଛି ଠିକ ନାହିଁ। ଏ ଆତ୍ମା ଅଛି ବୋଲି ଏ ଶରୀର ଚାଲିଛି। ଆରେ ଶରୀରର ସ୍ଥିତି ହିଁ କିଛି ନାହିଁ। ଶରୀର ବିନା ଆତ୍ମାର ସ୍ଥିତି ହିଁ କିଛି ନାହିଁ। ଯେବେ ସମୟ ଆସିବ, ଆତ୍ମା ଯେବେ ଚାଲିଯିବ, ଉଡିଯିବ ତାର, ସେଇ ସମୟରେ ଶରୀର ବି ନିସ୍ତେଜ ହେଇ ପଡିଯିବ। ତାକୁ କାଷ୍ଠ ପୋଡି ଦିଆଯିବ, ଜଳାଇ ଦିଆଯିବ, ସେ ପୁଣି ତାର ପଞ୍ଚଭୂତରେ ବିଲୀନ ହେଇଯିବ। ଆକାଶ, ମାଟି, ପୃଥିବୀ, ଆକାଶ, ପୃଥିବୀ, ଜଳ, ବାୟୁ, ଅଗ୍ନିରେ ପୋଡି ଦିଆଗଲା ପରେ ସେ ପୁଣି ତାର ମାଟିରେ ମିଶିଯିବ। ଶରୀରର ସ୍ଥିତି ହିଁ କିଛି ନାହିଁ। କେବଳ ଆତ୍ମା ପାଇଁ ଶରୀର, ଶରୀର ପାଇଁ ଆତ୍ମା, ଦୁହେଁ ଓତପ୍ରୋତ ଭାବେ ଜଡ଼ିତ। ସାମ୍ନାରେ ଆସିବା ପୂର୍ବରୁ ମୋର ବହୁତ ମନ ଦୁଃଖ ରହୁଥିଲା। କେତେବେଳେ ବି ମୁଁ ଶାନ୍ତିରେ ନଥିଲି। ସବୁବେଳେ ଇଆଡୁ ସିଆଡୁ କଥା ମନରେ ପଶି ମନ ବହୁତ ଦୁଃଖ ରହୁଥିଲା। ସବୁବେଳେ କାନ୍ଦୁଥିଲି। ମନ ବହୁତ କଷ୍ଟରେ ଥିଲା। ତାପରେ ଛୋଟବେଳୁ ବି ମୋର ବହୁତ ପୂଜାପୂଜି କରିବାର ଅଭ୍ୟାସ ଥିଲା। କିନ୍ତୁ ବହୁତ ଚେଷ୍ଟା କରିଛି, କେବେ ଠାକୁର ଘରେ ବସିଯାଏ ଘଣ୍ଟା ଘଣ୍ଟା, କିନ୍ତୁ କେବେ ଧ୍ୟାନ କରିନଥିଲି। ଇଚ୍ଛା ହୁଏ କେବେ ଧ୍ୟାନ କରନ୍ତି, ଧ୍ୟାନ କଣ କେମିତି କରନ୍ତି, ଯୋଗୀ ଋଷି ମୁନିମାରେ କରନ୍ତି, ମୁଁ ସେମିତି କିଛି କରନ୍ତି, କିନ୍ତୁ କେବେ ବି କରିପାରେ ନାହିଁ। ଯାଇ ସ୍ତୁତି ପ୍ରେୟାର କରେ। ଶିବଙ୍କ ଭଜନ, ଶିବଙ୍କର ସ୍ତୁତି ଗୁଡା ସବୁ ବୋଲେ। କିନ୍ତୁ ଆଉ କେବେ ବି ମୁଁ ଧ୍ୟାନ କରିନଥିଲି। ଯେବେ 2017ରେ କଣ ସାର୍ ଆସିଥିଲେ, ପତ୍ରିଜୀ ସାର୍ ଆସିଥିଲେ ଶହୀଦ ଭବନ। ମୋ ସାଙ୍ଗ ମତେ କହିଲା କି ତୁ ଆସେ। ପତ୍ରିଜୀ ସାର୍ ଆସିଛନ୍ତି, ଆସେ ଦେଖିବୁ କେତେ ବହୁତ ପିରାମିଡ ମାଷ୍ଟର ମାନେ ସବୁ ଆସିଛନ୍ତି, ତାଙ୍କ ସହିତ ଦେଖା କରିବୁ, ତତେ ଭଲ ଲାଗିବ, ଆସେ। ତାପରେ ମୁଁ ଗଲି ଭୋର 5ଟାରୁ, ନିଜ ନିତ୍ୟକର୍ମ ଗାଧୁଆ ପାଧୁଆ ସାରି ସେ ଆମର ଭେଣେଇକି କହିଲି, ସିଏ ନେଇ ମତେ ନୀଲମ କଣ୍ଡୋଇଜୀଙ୍କ ପିରାମିଡ ପାଖରେ ଛାଡିଦେଲେ। ତାପରେ ମୁଁ ଗଲି। କଣ ପିରାମିଡ ବି କଣ, ମୋର ଧ୍ୟାନ ଧାରଣା କିଛି ନଥିଲା, ମନରେ କିଛି ମୁଁ ଜାଣିବି ନଥିଲି। ପିରାମିଡ ରେ ପହଞ୍ଚିଲି, ପତ୍ରିଜୀ ସାର୍ ଙ୍କୁ ଦେଖିଲି। ତାପରେ ପିରାମିଡ ରେ ପତ୍ରିଜୀ ସାରଙ୍କ ସହିତ ଧ୍ୟାନ ବି କଲି, ବହୁତ ବଢିଆ ଧ୍ୟାନ ବି ହେଲା। ସ୍ଥିର ହେଇ ମୁଁ ବସିଗଲି, କିଛି ବି ଜାଣି ପାରିଲିନି। ତାପରେ ଶହୀଦ ଭବନ ଆସିଲି। ଶହୀଦ ଭବନରେ ବି ଷ୍ଟେଜ ଉପରେ ପତ୍ରିଜୀ ସାର୍ ଡାକିଲେ, ତାଙ୍କ ପାଖରେ ଯାଇ ସମସ୍ତେ ଆମେ ବସି ଗ୍ରୁପ ରେ ଧ୍ୟାନ କଲୁ। ବହୁତ ଭଲ ଲାଗିଲା, 4-5 ଘଣ୍ଟା ମୁଁ ସେଦିନ ଧ୍ୟାନ କରିଛି। ତାପରେ ମୁଁ ଧ୍ୟାନ ଆଉ କରିପାରିଲିନି। କିଛି ସେମିତି ସୁଯୋଗ ମିଳିଲା ନାହିଁ, ମୁଁ ଆଉ ଧ୍ୟାନ କରିପାରିଲିନି, ଛାଡିଦେଲି। ତାପରେ ଏବେ ଏଇ କରୋନା ହେବା ଦିନ, ଯୋଉ ଲକଡାଉନ ରେ ଘରେ ରହିଲୁ ସମସ୍ତେ, ସେଇ ସାଙ୍ଗ କହିଲା କି ଏମିତି ଅନଲାଇନ ରେ ଧ୍ୟାନ ହଉଛି, ତୁ ଆସେ ଧ୍ୟାନ, ତୁ ଅନଲାଇନ ରେ ଧ୍ୟାନ କର, ମୁଁ ତତେ ଲିଙ୍କ ପଠଉଛି। ଏ ଅଭିଷେକ ଜୀ ଆଉ ରେଖା ଜୀଙ୍କ ଗ୍ରୁପ ରେ ମୁଁ ମେଡିଟେସନ ରେ ଯୋଗ ଦେଲି। ତାପରେ ସେଇ ଦିନଠୁ ଏବେ ଯାଇ ବି ମୋର ଚାଲିଛି। କୋଉ ଦିନ ଗୋଟେ ଦିନ ବି ମୁଁ ଧ୍ୟାନ ବନ୍ଦ କରିନାହିଁ। 5 ଘଣ୍ଟା, 6 ଘଣ୍ଟା, 8 ଘଣ୍ଟା, ମୁଁ ଆଗେ ଏତେ ଶୋଉଥିଲି। ମାନେ 5-7 ଘଣ୍ଟା, 7ଟା 7:30 ହେଇଯାଏ ଉଠୁ ଉଠୁ। ମଝିରେ ଯୋଗ କ୍ଲାସ ବି ଗଲି। 5:30ଟାରୁ ଉଠି ଯାଏ, 7ଟା ଭିତରେ ଆସେ। ତାପରେ ଏଇ ଧ୍ୟାନ ଶହୀଦ ଭବନରେ କରି ଆସିଲା ପରେ ମୋ ଦେହଟା ଏତେ ଖରାପ ହେଲା, ମାନେ ନାଳ ରକ୍ତ ଝାଡା ହେଲା, ତାପରେ ଦେହଟା ପୁରା ଖରାପ ହେଇଗଲା, ଉଠି ପାରିଲିନି, ଚାଲି ପାରିଲିନି, ଏମିତି ସବୁ ହେଲା।
से सांग को कहली अरे मोर एमती केबे भी जीवन रे नतला एमती फर्स्ट टाइम सब होउची से कहला देखे तोर जोगुड़ा सब अच्छी तू ध्यान तो कलु ना जोगुड़ा देह भितर सब रही तोर वर्ज्य जिनस सेगुड़ा सब बाहरी जाउची तापरे जहा मु पुणी भल हो गली तापरे ऑनलाइन रे ध्यान कली ऑनलाइन रे ध्यान करिया परे एते शांति आ एते भल मते लागुची तापरे मु जो ग्रुप रे ध्यान होची ध्यान रे बसी जाए अभिषेक जी का ग्रुप रे 2 टाइम करे ता भितरे आउ जो ग्रुप रे जोठी रामा राजू सार आसिले तांको ग्रुप भी पढ़ाए धीरेन सार को ग्रुप को प्रेमनाथ सार तामने आमर जो श्वेत पद्म मैडम करती ब्रह्म मुहूर्त सेठी भी जाए जिते समय पाए जाए तापरे एबे मझिरे ज्वर हैला देह खराब थिला उठी पारलिनी सेई ज्वर रे मु ध्यान बसी करूची किछि खाई पारलिनी किछि नहीं तथापि से ध्यान करी मते बहुत भल लागिला कौन मेडिसिन नहीं कौन किछि नहीं संपूर्ण से पत्रिकी सार को सब डाके जहा मते बहुत भल लगिला मु पुणी भल लगिले एबे मु संपूर्ण सुस्थ मझे दंडी से देहटा पूरा खराब हो जाइथिला रेगुलर गैस मेडिसिन खाउथिली गैस मेडिसिन न खाइले मु कौन खाद्य भी खाई पारे ना एते गैस होतिला वर्तमान एबे गैस मेडिसिन एई लॉकडाउन रे गोटे बड़ पैकेट नहीं आसती मुझे कहली खाया तो पड़ा बाहर को जाई हबनी से पैकेट रू केतेटा खिया होती से पैकेट भी सेमती रही छुईबार ना आ खाइबार ना बर्तमान मुझे बहुत भल लगुच तेणु समस्त को रिक्वेस्ट करुँच समस्ते ध्यान करते तापर मोर जिते सांगसाथी अच्छा प्राय मुझे समस्त कहली आम गाँ को गले भी मुझे चेष्टा करी निश्चिंत समस्त करने तापर मो सांग गोटे जड़े दी जन कहली सी मत कहले देखे तोर किसी काम ना तो पाखे पैसा अच्छी तू तोर बस जाऊँ करुचु किंतु आमे सब काम बंधा आम कौन करूँ तथा बुझे कहले अरे बस बस तू देख नकर थरे अधे देख आम ओडिया सेसन केते गुड़े चलती देख सी सब हाँ नाई भितर अच्छा किए कहले मु फोन किणी सारे करी मोर छोट फोन एमती मोर चेष्टा मु भी ध्यान केबे भी छाड़ी ना करी समस्त को भी करेबी आम गाँ को गले भी से सब मोर जा जेठानी जिते सब बड़ जा सान जा जी अच्छा समस्त कह पिला भी कह करने आउ कौन कह तापरे ध्यान कले आत्मा को बहुत शांति मिले मुझे जानली तापर ध्यान कले बेले बेले मु तो सामना को झुंकी पड़ुची पछ झुंकी पड़ुची साइड झुंकी पड़ुची एपट साइड झुंकी पड़ुची बेले बेले कुआड़े मु जाऊँची किसी जानी भी पारने बेले बेले देखुची ऋषिकेश रे शिवजी जो मूर्ति विराट मूर्ति से मन रे भाव आसे भावना से मूर्ति पाखे मु बस शिवं मुंडर जो गंगा बही आसुँच से गंगा पानीटा मो मुंड उपरे माने जोर पड़ुची सेटा मते आसे ध्यान रे पशिला समय बेले बेले हिमालय पाखे पहुंची जाऊँची भी जाई लगुच अमरनाथ गुंफा अमरनाथ जो ठाकुर शिवलिंग बरफ रे तैयारी से पाखापाखि मु बसी जाऊँची जमी बरफ केमती पानी बाहर केमती जाऊँची से बस मु ध्यान करुँची एमती लगे बहुत भल लगे बेले बेले लाइट विभिन्न प्रकार लाइट भी मते देखा जाए देखे ब्लू लाइट बैगनी लाइट व्हाइट लाइट ऑरेंज कलर एमती सब आसे बेले बेले देखे गोल अंधार गुंफा भीतर गोटे बड़ होल भीतर से गुड़ा भी मुझे देखे जहाँ ध्यान करी मु बहुत भल अच्छी तापरे मत बहुत अशांति थी किंतु समस्त को कहबी समस्त को ध्यान करेबी मोर पारु पर्यंत मु लगी केबे भी मु ध्यान छाड़ी नहीं एति
लास्ट 2 मिनिट्स आउ 2 मिनिट समस्ते ध्यान रे बसथिबे। बहुत सुंदर कहले चंद्र मास्टर हमारा चंद्रमणि मैडम। आमे ए 2 मिनिट पर आमे समस्त को अनुभूति सुनिबा। निजे प्रश्वास निश्वास पर ध्यान दे रखंतु। धीरे धीरे निज देह को फेरी आसंतु। लास्ट 1 मिनिट। ध्यान ध्यान रे आमे निजे निज आत्मा संगे एक हे जाउछु। आउ जते बेले आमे ध्यान विषय रे कहूछु ध्यान सिखौछु सेते बेले ए ब्रह्मांड रे जते सब गुरु माना अछंती बुद्धदेव परम शिवा सब जो माने ए देह हाँ, आसिकिना देह रे ସମସ୍ତଙ୍କୁ ଆମେ आसिले ध्यान कले एवं ऊपर आमे जाको आमे स्वर्ग कहू सेठी जो माने रुहंती सत्य लोक ध्यान लोक सेठी रुहंती से सब गुरु मंडल आम संगे अछंती। हाँ, हमको गुरु से माने हमको ध्यान सिखौचंती एवं हम संगे अछंती। तांको सानिध्य हम संगे अछि। तांकर ऊर्जा हम संगे अछि। तांकर चेतना हम संगे अछि। तांकर ज्ञान से हमको देबाकू चाहउचंती। केवल आमे निजे से इच्छाटा रखियार अछि बास। हाँ, सब लास्ट 10 seconds 10 10, 9 8 9, 7 6 5 4 3 2 1 0 दिटा दिटा हाथ को आपको आखि ऊपर रखंतु 5 सेकंड 5 4 3 2 1 0 धीरे धीरे आखि खोलिबे। आउ प्रथमे टिके पानी पी दियंतु समस्त को रिक्वेस्ट समस्त टिके पानी पी सारंतु तापर निजर आपण ऑडियो को अनम्यूट करिकिना आज हम चंद्रमणि दीदी हम समस्त मिसिकिना गोटे एकदम बहुत कृतज्ञता देवा बहुत तांको ताली मारा जोर हाँ